ଗୋଟିଏ ଗାଁରେ 2 ଜଣ କୃଷକ ରହୁଥିଲେ। ସେ 2 ଜଣ ବହୁତ ଗରିବ ଥିଲେ। ସେ 2 ଜଣଙ୍କ ପାଖରେ ଚାଷ କରିବା ପାଇଁ ବହୁତ କମ୍ ଜମି ଥିଲା। ସେମାନେ ଜମିରେ ଚାଷ କରି ନିଜ ନିଜ ପରିବାରକୁ ବହୁତ କଷ୍ଟରେ ଭରଣ ପୋଷଣ କରୁଥିଲେ। ଏମିତି ବର୍ଷ ପରେ ବର୍ଷ ବିତି ଚାଲୁଥାଏ। ସେହି ଚାଷୀ 2 ଜଣ ବୃଦ୍ଧ ହୋଇଗଲେ ଓ ସେମାନଙ୍କ ପରିବାରକୁ ସେମିତି କଷ୍ଟରେ ଚଳାଉଥିଲେ। ଗୋଟିଏ ଦିନ ସେ 2 ଜଣ ଚାଷୀ ତାଙ୍କ ଜମିରେ ଚାଷ କରୁଥିଲେ ଓ ହଠାତ୍ ବହୁତ ଜୋରରେ ବର୍ଷା ପବନ ଆସିଲା। ସେମାନେ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଗୋଟିଏ ଗଛ ତଳେ ବସି ପଡ଼ିଲେ। ଠିକ୍ ସେତିକି ବେଳେ ସେହି ଗଛକୁ ଗୋଟିଏ ବହୁତ ବଡ଼ ବିଜୁଳି ମାରିଲା ଓ ସେ 2 ଚାଷୀଙ୍କର ସେହିଠାରେ ମୃତ୍ୟୁ ହୋଇଗଲା। ତାପରେ ସେମାନଙ୍କର ଆତ୍ମା ଭଗବାନଙ୍କ ପାଖରେ ପହଞ୍ଚିଗଲା। ଭଗବାନ ସେମାନଙ୍କୁ ପଚାରିଲେ, ତୁମ ଜୀବନ ତୁମେ ଖୁସିରେ ଅତିବାହିତ କରିଛ ତ? ଆର ଜନ୍ମରେ ତୁମେ କ'ଣ ହୋଇ ଜନ୍ମ ନେବାକୁ ଚାହୁଁଛ? ଭଗବାନଙ୍କ କଥା ଶୁଣି ପ୍ରଥମ ଚାଷୀଟି ବହୁତ ରାଗରେ କହିଲା, ଭଗବାନ, ଏହି ଜନ୍ମରେ ମୋତେ ବହୁତ ଖରାପ ଜୀବନ ଦେଇଥିଲ। ମୁଁ ମୋ ଜୀବନ ସାରା ବଳଦମାନଙ୍କ ପରି କ୍ଷେତରେ କାମ କରିଛି ଓ ଯାହା କିଛି ବି ପାଇଛି ତାହା ଖାଇବାରେ ଶେଷ ହୋଇଯାଇଛି। ନା ତ କିଛି ଭଲ ଲୁଗାଟିଏ ପିନ୍ଧି ପାରିଛି, ନା ଭଲ ଘରଟିଏ କରିଛି। ତାହାର କଥା ଶୁଣି ଭଗବାନ ସେ ଚାଷୀଙ୍କୁ ପଚାରିଲେ, ତାହେଲେ ଆର ଜନ୍ମରେ ତୁମେ କ'ଣ ହେବାକୁ ଚାହୁଁଛ? ଭଗବାନଙ୍କର ପ୍ରଶ୍ନ ଶୁଣି ସେ ଚାଷୀଟି ଖୁସି ହୋଇଗଲା ଓ କହିଲା, ଭଗବାନ, ଏମିତି କିଛି କର କି ମୋତେ ଆର ଜନ୍ମରେ କାହାକୁ ଯେପରି ଦେବାକୁ ନ ପଡ଼େ, ଲୋକେ କେବଳ ମୋତେ ଦେବେ। ଏତିକି କହି ସେ ଚାଷୀଟି ଚୁପ୍ ହୋଇଗଲା ଓ ସେ ଚାଷୀର କଥା ଶୁଣି ଭଗବାନ କହିଲେ, ତୁମେ ଯାହା ଚାହୁଁଛ ତାହା ହେବ। ତୁମକୁ ସେହିପରି ଜୀବନ ମିଳିବ ଯେପରି ତୁମେ ଇଚ୍ଛା କରୁଛ। ତୁମେ ଏବେ ଯାଅ। ପ୍ରଥମ ଚାଷୀଟି ଯିବା ପରେ ଭଗବାନ ଦ୍ୱିତୀୟ ଚାଷୀକୁ ସମାନ ପ୍ରଶ୍ନ କଲେ, ତୁମେ କ'ଣ ହୋଇ ଆର ଜନ୍ମ ନେବାକୁ ଚାହୁଁଛ? ଏହି ଜନ୍ମରେ ତୁମର କ'ଣ ଅଭାବ ଥିଲା କି? ଦ୍ୱିତୀୟ ଚାଷୀଟି ହାତ ଯୋଡ଼ି ଭଗବାନଙ୍କୁ କହିଲା, ଆପଣ ତ ମୋତେ ସବୁ କିଛି ଦେଇଛନ୍ତି, ଆପଣଙ୍କୁ ଆଉ ଅଧିକ କ'ଣ ମାଗିବି? ଗୋଟିଏ ଭଲ ପରିବାର ଦେଇଛ, ଗୋଟିଏ ଜମି ମଧ୍ୟ ଦେଲ ଯେଉଁଠାରେ ମୁଁ ଚାଷ କରି ମୋ ପରିବାରକୁ ଖୁସିରେ ଖାଇବାକୁ ଦେଇପାରିଲି ଓ ଆପଣଙ୍କ ଆଶୀର୍ବାଦରୁ ମୁଁ ଓ ମୋ ପରିବାର କେବେ ଭୋକରେ ଶୋଇନାହୁଁ। ସେଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି। କେବଳ ଗୋଟିଏ ଜିନିଷର କମି ଥିଲା, ଯାହାକୁ ନେଇ ମୁଁ ଜୀବନ ସାରା ଦୁଃଖିତ ଥିଲି। ମୋ ଘରକୁ ଖାଇବାକୁ ବହୁତ ଗରିବ ଲୋକ ଆସୁଥିଲେ, କିନ୍ତୁ ବେଳେ ବେଳେ ମୋ ଘରେ ଖାଇବା ସରିଯାଇଥିବାରୁ ସେମାନଙ୍କୁ ଖାଇବାକୁ ଦେଇ ପାରୁନଥିଲି। ସେଥିପାଇଁ ସେମାନେ ମୋ ଘରୁ ଖାଲି ପେଟରେ ଫେରି ଯାଉଥିଲେ। ଏହା କହି ସେ ଦ୍ୱିତୀୟ ଚାଷୀଟି ଚୁପ୍ ହୋଇଗଲେ। ତାଙ୍କ କଥା ଶୁଣି ଭଗବାନ ସେ ଦ୍ୱିତୀୟ ଚାଷୀଙ୍କୁ କହିଲେ, ତୁମେ ଆର ଜନ୍ମରେ କ'ଣ ହୋଇ ଜନ୍ମ ହେବାକୁ ଚାହୁଁଛ? ଭଗବାନ, ଆପଣ ଏମିତି କିଛି କରନ୍ତୁ ଯେପରି ଗୋଟିଏ ହେଲେ ଗରିବ ମୋ ଘରୁ ଭୋକ ଉପାସରେ ଫେରି ନ ଯାଉ। ତାଙ୍କ କଥା ଶୁଣି ଭଗବାନ କହିଲେ, ତୁ ଯାହା ଚାହୁଁଛୁ ଆର ଜନ୍ମରେ ସେଇଟା ହେବ। ଏବେ ସେ 2 ଜଣଙ୍କର ଜନ୍ମ ଗୋଟିଏ ଗାଁରେ ହୋଇଗଲା। କିଛି ବର୍ଷ ପରେ ସେମାନେ ବଡ଼ ହୋଇଗଲେ। ସେମାନଙ୍କର ମଧ୍ୟରୁ ପ୍ରଥମ ବ୍ୟକ୍ତିଟି ଯିଏ ଭଗବାନଙ୍କୁ ମାଗିଥିଲା କି ତାକୁ କିଛି ଦେବାକୁ ନ ପଡ଼ୁ, କେବଳ ଲୋକେ ତାହାକୁ ଦେବେ, ସେ ଏହି ଜନ୍ମରେ ଗୋଟିଏ ଭିକାରୀ ହୋଇ ଜନ୍ମ ହୋଇଥିଲା। କାରଣ ଭିକାରୀମାନଙ୍କୁ ସମସ୍ତେ ଦିଅନ୍ତି, ତାଠାରୁ କେହି ନିଅନ୍ତି ନାହିଁ। ଓ ଦ୍ୱିତୀୟ ବ୍ୟକ୍ତିଟି ଯିଏକି ଭଗବାନଙ୍କୁ ମାଗିଥିଲା କି ତାର ଘରୁ କେହି ଭୋକ ଉପାସରେ ନ ଯାଆନ୍ତୁ, ସେହି ବ୍ୟକ୍ତି ଏହି ଜନ୍ମରେ ଗାଁର ସବୁଠୁ ଧନୀ ବ୍ୟକ୍ତି ହୋଇଥିଲା ଓ ତା ଘରକୁ ଯିଏ ବି ଗରିବ ଲୋକ ଆସିଥାନ୍ତି ତାଙ୍କୁ ଖାଇବାକୁ ଓ ଟଙ୍କା ପଇସା ନ ଦେଇ ଛାଡ଼ୁନଥିଲେ ଓ ସବୁବେଳେ ଦାନ ଧର୍ମ ଏବଂ ଗରିବମାନଙ୍କ ସହାୟତା କରୁଥିଲେ। ସେଥିପାଇଁ ଜୀବନରେ କେବେ ହେଲେ ଆପଣ ଲୋଭ କରନ୍ତୁ ନାହିଁ, କାହିଁକି ନା ଲୋଭ ଦ୍ୱାରା ଆପଣ କେବେ ହେଲେ ଜୀବନରେ ଆଗକୁ ବଢ଼ିପାରିବେ ନାହିଁ। ଆଜିର ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ କରନ୍ତୁ। ଭଲ ଲାଗିଥିଲେ ଲାଇକ୍ ସେୟାର କରନ୍ତୁ। ପ୍ରଥମ ଥର ଦେଖୁଥିଲେ ସବସ୍କ୍ରାଇବ୍ କରି ବେଲ୍ ଘଣ୍ଟିକୁ ଅଲ୍ କରନ୍ତୁ। ପୁଣି ଦେଖା ହେବ ଆଉ ଏକ ଭିଡ଼ିଓ ମାଧ୍ୟମରେ। ଧନ୍ୟବାଦ।